ଆଚ୍ଛା ଭାବିଲେ ଆପଣ ଯେ ରାମ ମନ୍ଦିରର ଇତିହାସ ବିଷୟରେ ଆପଣ କେତେ ମାତ୍ରାରେ ଅବଗତ ଅଛନ୍ତି? କ'ଣ ଆକ୍ଚୁଆଲି ଇନସିଡେଣ୍ଟ ହେଇଥିଲା? ଆକ୍ଚୁଆଲି ରାମ ମନ୍ଦିର ସେଠି କେବେ ଥିଲା, ତାପରେ କେବେ ଧ୍ୱଂସ ହେଲା? ଏଇ ଯେଉଁ କାହାଣୀଟି କିମ୍ବା ଏଇ ଯେଉଁ ଇତିହାସଟିକି ମୁଁ ଆଜି ସମ୍ପୂର୍ଣ୍ଣ ରୂପେ ବ୍ୟାଖ୍ୟା କରିବି ଯେ ଆରମ୍ଭରୁ କେବେ ଏ ଜିନିଷ ସୃଷ୍ଟି ହେଇଥିଲା, ପର୍ଯ୍ୟାୟକ୍ରମେ କେଉଁ ମସିହାରେ କ'ଣ ଏ ଜିନିଷ ଘଟିଥିଲା, ଆଉ ବର୍ତ୍ତମାନ ତ ସମସ୍ତେ ଜାଣିଛନ୍ତି ଯେ ଏଇ ନିକଟ ଭବିଷ୍ୟତରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହେଉଛି। ଅଯୋଧ୍ୟାରେ ରାମ ମନ୍ଦିର ଗୋଟେ ଭବ୍ୟ ରୂପରେ ତିଆରି ହେଉଛି, ଯେଉଁଟାକି ହିନ୍ଦୁମାନଙ୍କର ଆରାଧ୍ୟ ଦେବତା। ତାଙ୍କ ବିଷୟରେ ଏ କାହାଣୀଟି ସମ୍ପୂର୍ଣ୍ଣ ଜାଣିବା ଯେ କ'ଣ ହେଇଥିଲା ଅତୀତରେ, ଆଉ ସେ ଅତୀତଟା ପୁଣି ନିଜକୁ କେମିତି ପୁନରାବୃତ୍ତି କରୁଛି, କେମିତି ଭାଙ୍ଗି ଯାଇଥିବା ସେ ମନ୍ଦିରଟି ପୁଣି ଗଢ଼ି ତୋଳୁଛି, ସେଥିରେ କେତେ ମାତ୍ରାରେ କାହାର ଯୋଗଦାନ ଅଛି, କାହାର ଅବଦାନ ଅଛି, ଆଉ କେତେ ଲୋକ ସେଥିରେ ନିଜ ଜୀବନକୁ ଉତ୍ସର୍ଗ ମଧ୍ୟ କରିଦେଇଛନ୍ତି। ଚାଲନ୍ତୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖିବେ। ରାମ ମନ୍ଦିରର ଯାହା ଇତିହାସ କୁହେ, ଇଏ ରାମଙ୍କର ପୁତ୍ର କୁଶଙ୍କ ଦ୍ୱାରା ସେ ମନ୍ଦିର ପ୍ରତିଷ୍ଠା ହେଇଥିଲା। ପ୍ରଥମେ ସେ ମନ୍ଦିର ଅଯୋଧ୍ୟାରେ ଥିଲା, ଯେଉଁଠି ରାମଙ୍କର ଜନ୍ମସ୍ଥାନ କୁହନ୍ତି ଅଯୋଧ୍ୟା ବୋଲି। ସେଇ ଜାଗାରେ ସେ ମନ୍ଦିରଟି ତିଆରି ହେଇଥିଲା। ପଞ୍ଚମ ଶତାବ୍ଦୀରେ ଉଜ୍ଜଳ ରାଜା ବିକ୍ରମାଦିତ୍ୟ ଅଯୋଧ୍ୟାର ରାମ ମନ୍ଦିରକୁ ପୁନର୍ବାର ରିକନଷ୍ଟ୍ରକ୍ସନ୍ କରିଥିଲେ, ଯେଉଁଟାକି ଇତିହାସରେ ମଧ୍ୟ ଲେଖା ଅଛି। ପରବର୍ତ୍ତୀ ସମୟରେ କ'ଣ ହେଲା ନା, 21 ଏପ୍ରିଲ 1526 ମସିହାରେ ବାବର ଆଉ ଇବ୍ରାହିମ ଲୋଧିଙ୍କ ମଧ୍ୟରେ ସଂଘର୍ଷ ହେଲା, ଯେତେବେଳେ କି ମୋଗଲ ସାମ୍ରାଜ୍ୟ ଧୀରେ ଧୀରେ ଆଗକୁ ଗତି କରି ଚାଲୁଥିଲା। ସେମାନେ ତାଙ୍କର ରାଜ୍ୟ ଅଧିକାର ଧୀରେ ଧୀରେ ଆଗକୁ ବଢ଼ାଉଥିଲେ। ସେଇ ଯୁଦ୍ଧ ଚାଲିଲା ପରେ 1528 ମସିହାରେ ଯେତେବେଳେ ବାବରଙ୍କର ସୈନିକମାନେ ଯାଇକି ଅଯୋଧ୍ୟାରେ ପହଞ୍ଚିଲେ, ସେତେବେଳେ ବାବରଙ୍କର ନିର୍ଦ୍ଦେଶ ଅନୁସାରେ ତାଙ୍କର ଯେ ସେନାପତି ଥିଲେ ମୀର ବାକି, ସେ ରାମ ମନ୍ଦିରକୁ ଭାଙ୍ଗି ତା ଉପରେ ଗୋଟେ ମସଜିଦ୍ ତିଆରି କରିଦେଲେ। ଯେଉଁ ମସଜିଦଟାକୁ ଆଗକୁ ଯାଇକି ଲୋକ ବାବର ମସଜିଦ୍ ନାଁରେ କୁହାଯାଏ, ସେଇଟା ପ୍ରଥମେ ମୀର ବାକି ହିଁ ଭାଙ୍ଗିକି ତିଆରି କରିଥିଲେ। ପରବର୍ତ୍ତୀ ସମୟରେ ଏମିତି ଇତିହାସ ଗଢ଼ି ଚାଲିଲା। ମୋଗଲ ସାମ୍ରାଜ୍ୟ ଧୀରେ ଧୀରେ ଆଗକୁ ବଢ଼ି ଚାଲିଲା। ଯେତେବେଳେ ମୋଗଲ ସାମ୍ରାଜ୍ୟ ବଢ଼ି ଚାଲିଲା, ମନ୍ଦିର ତ ଅଲରେଡ଼ି ଭାଙ୍ଗି ଯାଇଛି, ତା ଉପରେ ତ ମସଜିଦ୍ କରାଯାଇଛି, ସେଠି ମୁସଲମାନ ମାନେ ଯାଇକି ନମାଜ ପାଠ କରନ୍ତି। ଏମିତି ଗତି କରି ଚାଲିଲା ପରେ ପାଖାପାଖି 150 ବର୍ଷ ପର୍ଯ୍ୟନ୍ତ ହିନ୍ଦୁମାନେ ନିଷ୍କ୍ରିୟ, ହିନ୍ଦୁମାନେ କିଛି କରିନାହାନ୍ତି, ସବୁ ଚୁପଚାପ ହେଇକି ଥିଲେ। କାହିଁକିନା ସେତେବେଳେ ମୋଗଲମାନଙ୍କର ଆଧିପତ୍ୟ ଥିଲା, ସେମାନଙ୍କ ଦ୍ୱାରା ହିନ୍ଦୁମାନେ ବି ଶାସିତ ହେଉଥିଲେ। ପାଖାପାଖି 1717 ମସିହା, 190 ବର୍ଷ ପରେ ସେତେବେଳେ କ'ଣ ହେଲା ନା, ମହୀଶୂରର ରାଜା ଥିଲେ ଜୟ ସିଂ ଦ୍ୱିତୀୟ। ମହୀଶୂରର ରାଜା ଜୟ ସିଂ ଦ୍ୱିତୀୟ ସେ ଚାହିଁଲେ ଯେ ରାମ ମନ୍ଦିରର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ, ଯେଉଁ ସେ ଏରିଆଟା ଥିଲା, ତାର ପାଖ ଅଞ୍ଚଳରେ କିଛି ତାଙ୍କୁ ଜାଗା ମିଳିଯାଉ, ଯେଉଁଠି ସେ ରାମ ଚବୁତ୍ରା ନାଁରେ ଗୋଟେ ଜାଗା କରିବେ, ଆଉ ସେଇଠି ହିନ୍ଦୁମାନେ ନିଜର ଆରାଧ୍ୟଙ୍କୁ ପୂଜା କରିବେ। ତ ସିଏ ସେଇ ସମୟରେ ପାଖାପାଖି 1717 ମସିହାରେ ସେ ରାମ ଚବୁତ୍ରା ତିଆରି କରିଥିଲେ। ତା ପରବର୍ତ୍ତୀ ସମୟରେ 1813 ମସିହାରେ ପ୍ରଥମ ହିନ୍ଦୁ ସଂଗଠନ ଯିଏକି ଦାବା କଲା ଯେ ମନ୍ଦିରକୁ ଭାଙ୍ଗି ମସଜିଦ୍ ତିଆରି କରାଯାଇଛି, ଆଉ ଲୋକମାନଙ୍କ ଭିତରେ ବି ଗୋଟେ ଜନାକ୍ରୋଶ ଧୀରେ ଧୀରେ ଉଦ୍ରେକ ହେଲା ଯେ ଆମ ଆରାଧ୍ୟଙ୍କର ମନ୍ଦିରକୁ ଭାଙ୍ଗି ତାରି ଉପରେ ମସଜିଦ୍ ତିଆରି କରାଯାଇଛି। ଆଉ ଏଇଟା ପର୍ଟିକୁଲାର ଜଣେ IPS ଅଫିସର ଅଛନ୍ତି କିଶୋର କୁନାଲ, ତାଙ୍କର ଗୋଟେ ବହି ଅଛି ଅଯୋଧ୍ୟା ରିଭିଜିଟେଡ୍, ଯେଉଁଥିରେ ଏଇଟା ସମ୍ପୂର୍ଣ୍ଣ ରୂପେ ଲେଖା ମଧ୍ୟ ହେଇଛି। ଆଚ୍ଛା, ତା ପରବର୍ତ୍ତୀ ଅବସ୍ଥାରେ ପୁଣି କ'ଣ ହେଲା, 1838 ମସିହାରେ ଜଣେ ବ୍ରିଟିଶର ସର୍ଭେୟର, ଯିଏକି ବ୍ରିଟିଶର ନାଗରିକ ଥିଲେ, ସିଏ ମୋଣ୍ଟିନୋ ମାର୍ଟିନ ତାଙ୍କ ନାଁ, ଯିଏକି ଯେତେବେଳେ ସର୍ଭେ କଲେ ସେ ପରିସରକୁ, ସେ ଦେଖିଲେ ଯେ ମସଜିଦର ପିଲରରେ ସବୁ ମନ୍ଦିରର ଚିତ୍ର ଅଛି, ଯେଉଁଟାକି ଏଇଟା ହେଉଛି ଆପଣଙ୍କର 1838 ମସିହା। ସେ ମସିହାରେ ବି ଯେତେବେଳେ ସର୍ଭେ ହେଇଥିଲା, ସେତେବେଳେ ବି ଜଣାପଡ଼ିଥିଲା ଯେ ମସଜିଦର ପିଲର ସବୁ ମନ୍ଦିରରୁ ନିଆଯାଇଛି ବୋଲି। ଆଚ୍ଛା,
ତା ପରବର୍ତ୍ତୀ ଅବସ୍ଥାରେ କ'ଣ ହେଲା, 1853 ମସିହାରେ ନବାବ ୱାଜିଲ ଅଲିଙ୍କ ସମୟରେ ପ୍ରଥମେ ସେ ସମୟରେ ହିନ୍ଦୁ ମୁସଲମାନ ଦଙ୍ଗା ମଧ୍ୟ ହେଇଥିଲା ଏହି ମନ୍ଦିର ପାଇଁ ପ୍ରଥମ ଥର ପାଇଁ। ତା ପୂର୍ବରୁ ତ ମୋଗଲ ସାମ୍ରାଜ୍ୟ ଯାହା ଚାଲିଥିଲା ତାପରେ ପ୍ରଥମ ଥର ପାଇଁ 1853 ମସିହାରେ ଦଙ୍ଗା ହେଇଥିଲା। ସେତେବେଳେ କ'ଣ ହେଲା ନା, ମସଜିଦ ଭିତରେ ମୁସଲମାନ ମାନେ ତାଙ୍କ ନମାଜ ପାଠ କରୁଥିଲେ, ପରେ ପରେ ହିନ୍ଦୁ ମାନେ ମନ୍ଦିର ବାହାରେ ତାଙ୍କର ପୂଜା ଅର୍ଚ୍ଚନା କରୁଥିଲେ। ନେକ୍ସଟ ଫେଜ୍ ଆସିଲା 1885 ମସିହା, ଯେଉଁଟାକି ପାଖାପାଖି 139 ବର୍ଷ ପୂର୍ବେ ପ୍ରଥମ ଥର ପାଇଁ ଏ କେସ୍ ଅଦାଲତକୁ ଯାଇଥିଲା। ସେଠି ନିର୍ମୋହି ଆଖଡ଼ାର ମୁଖ୍ୟ ରଘୁବର ଦାସ, ଯିଏକି ରାମ ଚବୁତରା ଉପରେ ଗୋଟେ ଛତ୍ରୀ ଲଗାଇବା ପାଇଁ ଅଦାଲତରେ କହିଲେ, ଆଉ ଅଦାଲତ ସେ ଜିନିଷଟାକୁ ମନା କରିଦେଲା। କାହିଁକିନା ସେମାନେ ଦେଖିଲେ ଯେ ସେଠି ହିନ୍ଦୁ ମୁସଲିମର ଦଙ୍ଗା ହେଇଥିଲା ପୂର୍ବବର୍ତ୍ତୀ ଅବସ୍ଥାରେ, ପୁଣି ଆଗକୁ ହେଇପାରେ, ସେଥିପାଇଁ ସେ ଜିନିଷଟାକୁ ବନ୍ଦ କରିଦେଲେ। ତା ପରବର୍ତ୍ତୀ ସମୟ ଆସିଲା 1934 ମସିହା। ଏଇଟା ଧୀରେ ଧୀରେ ଏମିତି ମଝିରେ ଗ୍ୟାପ୍ ହେଇଯାଉଛି, ସମୟ ବିତି ଯାଉଛି, ଲୋକମାନେ ପୁଣି ଏକଜୁଟ ହେଉଛନ୍ତି, ପୁଣି ଜିନିଷଟା ଆଗକୁ ହେଉଛି। ଆସିଲା ସମୟ 1934 ମସିହାରେ, ଯେଉଁଠି ସେ ସମୟରେ ପୁଣି ବି ଅଯୋଧ୍ୟାରେ ଆଉ ଥରେ ଦଙ୍ଗା ହେଲା, ସେ ହିନ୍ଦୁ ମୁସଲିମ ଦଙ୍ଗା ହେଲା। ସେତେବେଳେ ସେ ମସଜିଦର କାନ୍ଥକୁ ବି ଭାଙ୍ଗି ଦିଆଯାଇଥିଲା। ଅବଶ୍ୟ ପରବର୍ତ୍ତୀ ସମୟରେ ସେ କାନ୍ଥକୁ ରିପେୟାରିଂ କରିଦିଆଗଲା, କିନ୍ତୁ ତା ପାଚେରୀକୁ ପ୍ରଥମେ ସେ ସମୟରେ ଫାର୍ଷ୍ଟ ଟାଇମ୍ ପାଇଁ ଭଙ୍ଗା ଯାଇଥିଲା। ୟା ପରେ ସମୟ ଆସିଲା 1947 ମସିହା, ଯେଉଁଟାକି ଭାରତର ସ୍ୱାଧୀନତାର ଦିନ। ସ୍ୱାଧୀନ ହେଲା ଭାରତ। ଇଂରେଜମାନଙ୍କ ସମୟରେ ତ କିଛି ଫଳ ପାଇପାରିଲେନି, ତେଣୁକରି ଭାରତବାସୀମାନେ ଆଉ ପର୍ଟିକୁଲାର ହିନ୍ଦୁମାନେ ମନ ଭିତରେ ଗୋଟେ ଆଶା ଉଦ୍ରେକ କରିଥିଲେ ଯେ ଯେତେବେଳେ ଭାରତ ସ୍ୱାଧୀନ ହେଇଯିବ, ମୁଗଲ ସମୟ ତ ଚାଲିଗଲା, ଇଂରେଜମାନଙ୍କ ସମୟ ଗଲା ପରେ ଯେତେବେଳେ ଭାରତ ସ୍ୱାଧୀନ ହେବ, ସେତେବେଳେ 100% ହିନ୍ଦୁମାନଙ୍କୁ ତାଙ୍କର ଆରାଧ୍ୟଙ୍କର ପୂଜା ପାଇଁ ରାମ ମନ୍ଦିରଟି ନିଶ୍ଚିତ ଭାବେ ମିଳିବ। ଏଇ ଆଶାଟା ହିନ୍ଦୁମାନେ ବହୁତ ମାତ୍ରାରେ ରଖିଥିଲେ। କିନ୍ତୁ ସମୟ ବିତି ଚାଲିଲା, ସ୍ୱାଧୀନତା ସରିଗଲା, କିନ୍ତୁ ନା କୌଣସି, ସେତେବେଳେ ତ କଂଗ୍ରେସ ପ୍ରଥମେ ଶାସନକୁ ଆସିଥିଲା, ନା କଂଗ୍ରେସର କୌଣସି ଲିଡର, ନା କଂଗ୍ରେସ ପକ୍ଷରେ ଥିବା କୌଣସି ନେତା ମନ୍ତ୍ରୀମାନେ ଭବିଷ୍ୟତରେ ରାମ ମନ୍ଦିର ପାଇଁ କିଛି ଗ୍ରୀନ୍ ସିଗ୍ନାଲ ଦେଇଥିଲେ। ସମୟ ପୁଣି ବିତି ଚାଲିଲା। ତାପରେ ଫେଜ୍ରେ କ'ଣ ହେଲା ନା, ଯେତେବେଳେ ଜବାହରଲାଲ ନେହେରୁ ପ୍ରାଇମ୍ ମିନିଷ୍ଟର ଥିଲେ, ସେତେବେଳେ 23 ଡିସେମ୍ବର 1949 ମସିହାରେ ପ୍ରଥମ ଥର ପାଇଁ ସକାଳୁ ଲୋକ ଦେଖିଲେ ଯେ ସେ ମନ୍ଦିର ଭିତରେ ଘଣ୍ଟା ବାଜୁଛି, ଆଉ ରାମଙ୍କର ଗୋଟେ ମୂର୍ତ୍ତି ଭିତରେ ଅଛି। ଯେଉଁ ମୂର୍ତ୍ତିଟା ଅଛି, ଲୋକମାନଙ୍କ ମଧ୍ୟରେ ଡିସ୍କସନ୍ ହେଲା ଯେ ସେଠି ରାମ ଆବିର୍ଭାବ ହେଇଛନ୍ତି, ମୂର୍ତ୍ତି ଆବିର୍ଭାବ ହେଇଛନ୍ତି। କିନ୍ତୁ ମାନେ ସରକାର କହିଲେ ଯେ ଅନ୍ୟ ପକ୍ଷ ଲୋକମାନେ କହିଲେ ଯେ ନା ସେଠି ମୂର୍ତ୍ତି ଆବିର୍ଭାବ ହେଇନି, ରାତିରେ ସେଠି ନେଇକି ଲୋକ ରାମଙ୍କର ମୂର୍ତ୍ତି ରଖିଦେଇ ଆସିଛନ୍ତି। ସେ ପର୍ଯ୍ୟନ୍ତ ସବୁ ଠିକ୍ଠାକ୍ ଥିଲା। ଇଏ 1949 ମସିହାର କାହାଣୀ, ଯେତେବେଳେ ଜବାହରଲାଲ ନେହେରୁ ପ୍ରାଇମ୍ ମିନିଷ୍ଟର ଥିଲେ। ସେତେବେଳେ ପୁଣି ହିନ୍ଦୁ ମୁସଲିମ ଜିନିଷଟା ପୁଣି ଭାବରେ ତିଆରି ହେଇଗଲା। ଜବାହରଲାଲ ନେହେରୁ ସେ ଜିନିଷଟାକୁ କଣ୍ଟ୍ରୋଲ କରିବା ପାଇଁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଥାନ୍ତି R.K. ନାୟର, ଯାହାଙ୍କୁ ସେ ଆଦେଶ ଦେଲେ ଯେ ତମେ ମନ୍ଦିରରୁ ସେ ମୂର୍ତ୍ତିଟାକୁ ବାହାର କରି ଆଣ, ଆଉ ବାହାର କରିକି ସ୍ଥିତିକୁ ପୁନରବସ୍ଥା ଯାହା ଥିଲା ସେମିତି ଏଜିଟିଭ୍ ଯେମିତି ଚାଲୁଛି ସେମିତି ଚଲେଇବାକୁ ଦିଅ। କିନ୍ତୁ 27 ଡିସେମ୍ବର 1949 ମସିହାରେ ସେକେଣ୍ଡ ଚିଠି ଗଲା ଯେ ତୁମେ ଏଜିଟିଭ୍ ସେଠୁ ମନ୍ଦିରରୁ ସେ ଜିନିଷଟାକୁ ବାହାର କରି ଆଣ, ଆଉ ଏଜିଟିଭ୍ ଯେମିତି ଚାଲୁଛି ତାକୁ ଚଲେଇବାକୁ ଦିଅ। କିନ୍ତୁ ସେହି ସମୟରେ K.K. ନାୟର କ'ଣ କଲେ ନା, ସେ ନିଜର ଇସ୍ତଫା ପତ୍ର ଦେଇଦେଲେ, ଆଉ ସରକାରକୁ ଏମିତି ଗୋଟେ ଅନୁରୋଧ କଲେ ଯେ ଯଦି ସେଠି ଠାକୁରଙ୍କର ମାନେ ମୂର୍ତ୍ତି ଆବିର୍ଭାବ ହେଇଛି, ତାହେଲେ 100% ଲୋକମାନଙ୍କର ସେଠି ମାନେ ଇମୋସନଟା ବଢ଼ିଗଲାଣି, ତ ସେଟାକୁ ଗୋଟେ ତାର ଜାଲି ଘେରେଇ ଦିଆଯାଉ। କିନ୍ତୁ ସେଠି ମନ୍ଦିର କୌଣସି ପୂଜାରୀ ବି ଚାହିଁବେନି ଯେ ମୂର୍ତ୍ତି ଉଠାଇବା ପାଇଁ, ନା ଅନ୍ୟ କେହି ଲୋକ ଚାହିଁବେ ମୂର୍ତ୍ତି ଉଠାଇବା ପାଇଁ। ତେଣୁକରି ଏ ଜିନିଷଟା ଅଧିକ ବଢ଼ିବା ପରିବର୍ତ୍ତେ ଗୋଟେ ତାର ଜାଲି ଘେରା କରିଦିଆଯାଉ। ଆଉ ଏ ଜିନିଷଟା ବି ନେହେରୁ ମାନିଲେ, ଆଉ ତାଙ୍କର ଯେଉଁ ଇସ୍ତଫା ପତ୍ର ଦେଇଥିଲେ ତାକୁ ବି ଖାରଜ କରିଦେଲେ। ପରବର୍ତ୍ତୀ ଅବସ୍ଥା ଆସିଥିଲା 1950 ମସିହା। ସେତେବେଳେ ହିନ୍ଦୁ ମହାସଭାର ଲୟର ଥିଲେ ଗୋପାଳ ସିଂ ବିଶାଳ, ଯିଏକି ଫଜିଆବାଦର ଜିଲ୍ଲା କୋର୍ଟରେ ଅପିଲ କଲେ ଯେ ମନ୍ଦିର ଭିତରେ ପୂଜା କରିବା ପାଇଁ ଅନୁମତି ମିଳୁ। ଧୀରେ ଧୀରେ ସମୟ ଦେଖନ୍ତୁ କେମିତି ତାର ସ୍ଥିତି ଆଉ ପରିସ୍ଥିତିକୁ ଚେଞ୍ଜ କରି ଚାଲିଛି। ଏମିତି ମଝିରେ କିଛି ଇନସିଡେଣ୍ଟ ହେଉଥାଏ, ପୁଣି ଶାନ୍ତ ପଡ଼ିଯାଉଥାଏ।
35 ବର୍ଷ ପର୍ଯ୍ୟନ୍ତ ଏମିତି ସଂଘର୍ଷ ଚାଲିଲା। ଧୀରେ ଧୀରେ ଏମାନେ ଲାଗୁଥାନ୍ତି, ମୁସଲିମ ପକ୍ଷ ବି ଲାଗୁଥାନ୍ତି, ଦୁଇ ପକ୍ଷ ଲୋକ ନିଜ ନିଜର ସେଠି ମାନେ ଆଧିପତ୍ୟଟାକୁ ବିସ୍ତାର କରିବା ପାଇଁ ଚାହୁଁଥାନ୍ତି, କିନ୍ତୁ ହେଇପାରିନଥାଏ। 1980 ମସିହାରେ ପ୍ରଥମ ଥର ପାଇଁ ବିଜେପି ସାମ୍ନାକୁ ଆସିଲା ଆଉ ରାମ ମନ୍ଦିର ଆନ୍ଦୋଳନର ରୂପରେଖ ବଦଳିଗଲା। ସେତେବେଳେ କେବଳ ବିଜେପି ନୁହେଁ, ସେତେବେଳେ ସଂଘ, ବିଶ୍ୱ ହିନ୍ଦୁ ପରିଷଦ, ବିଜେପି ସମସ୍ତେ ନିଜ ନିଜ ୱେରେ ନିଜେ ନିଜେ ଯେମିତି ରାମ ମନ୍ଦିର ପାଇଁ କରିପାରିବେ, ଯାହା କରିପାରିବେ ସେମାନେ ଚେଷ୍ଟିତ ବି ଥିଲେ ଆଉ କରୁ ମଧ୍ୟ ନିଜ ନିଜ ପ୍ରକାର ସେମାନେ ଚେଷ୍ଟା ମଧ୍ୟ କରୁଥିଲେ। 1984 ମସିହାରେ ଦିଲ୍ଲୀର ବିଜ୍ଞାନ ଭବନରେ ଗୋଟେ ମିଟିଂ ଥିଲା, ଯେଉଁ ମିଟିଂରେ ଡିସ୍କସନ୍ ହେଲା ଯେ ଅଯୋଧ୍ୟାରେ ଗୋଟେ ରଥଯାତ୍ରା ପ୍ଲାନିଂ କରାଯିବ, ଯେଉଁ ଅଯୋଧ୍ୟା ରଥଯାତ୍ରାଟି ମାନେ ସୀତାମଣିଠୁ ଅଯୋଧ୍ୟା ପର୍ଯ୍ୟନ୍ତ ଗୋଟେ ରଥଯାତ୍ରା ରାଲି ତିଆରି ହେବ। କିନ୍ତୁ ତା ପରବର୍ତ୍ତୀ ଅବସ୍ଥାରେ ଯେହେତୁ ଇନ୍ଦିରା ଗାନ୍ଧୀ ପ୍ରାଇମ୍ ମିନିଷ୍ଟର ଥିଲେ ଆଉ ତାଙ୍କର ହତ୍ୟା ହୋଇଗଲା, ସେତେବେଳେ ତ ବହୁତ ପ୍ରକାରର ଦଙ୍ଗା ଚାଲିଲା, ଦିଲ୍ଲୀ ବମ୍ବେରେ ବହୁତ ପ୍ରକାର ଦଙ୍ଗା ଚାଲିଲା, ଯାହାଫଳରେ ଏ ଜିନିଷଟା ପୋଷ୍ଟପୋଣ୍ଡ ହୋଇଗଲା। ପୁଣି ଶୀତଳ ପଡ଼ିଗଲା କେସ୍ଟି। ପୁଣି ଆଗକୁ କ'ଣ ହେଉଛି, 1986 ମସିହାରେ ଗୋଟେ କେସ୍ ହେଲା ଶାହବାନୁ କେସ୍। ଶାହବାନୁ କେସ୍ ଯଦି ଆପଣ ଶୁଣି ନାହାନ୍ତି, ମୁଁ ସମ୍ୟକରେ କହିଦେଉଛି। ଶାହବାନୁ କେସ୍, ସେ ଜଣେ ବୃଦ୍ଧ ମହିଳା ଥିଲେ, ମୁସଲିମ ମହିଳା, ବୃଦ୍ଧ ମୁସଲିମ ମହିଳା ଥିଲେ। କିନ୍ତୁ ସେ ଯେହେତୁ ବୃଦ୍ଧ ଅବସ୍ଥାରେ ଥିଲେ, ତାଙ୍କର ମୁସଲିମଙ୍କର ଯେଉଁ ତଲାକ ସିଷ୍ଟମରେ ତାଙ୍କୁ ତଲାକ କରିଦିଆ ହେଇଥିଲା ଆଉ ତାଙ୍କର କୌଣସି ଖର୍ଚ୍ଚ ତାଙ୍କ ସ୍ୱାମୀ ବହନ କରୁନଥିଲା। ଯାହାଫଳରେ ସେ ସୁପ୍ରିମକୋର୍ଟ ଯାଇକି କେସ୍ କଲେ ଯେ ମୁଁ ଏଇ ବୃଦ୍ଧ ବୟସରେ ଯଦି ମୋ ସ୍ୱାମୀ ମୋତେ ପରିତ୍ୟକ୍ତ କରିଦିଏ, ମୋତେ ଛାଡ଼ିଦିଏ, ତାହେଲେ ମୁଁ ମୋର ଭରଣ ପୋଷଣ କେମିତି କରିବି। ତ ଏଇ ଯେଉଁ ଜିନିଷଟା, କାହିଁକି ନା ଇଣ୍ଡିଆ ଗୋଟେ ଏମିତି ସେକୁଲାର କଣ୍ଟ୍ରି, ଏଠି ହିନ୍ଦୁମାନଙ୍କ ଉପରେ ସବୁ ଆଇନ କାନୁନ ଲାଗୁଛି, କିନ୍ତୁ ଅନ୍ୟମାନଙ୍କ ଉପରେ କିଛି ଆଇନ କାନୁନ ଲାଗେ ନାହିଁ। ତେଣୁକରି ଏଇ ଯେଉଁ ଜିନିଷଟା, ଏଇଟା ତ ସମସ୍ତଙ୍କ ପାଇଁ ତାର ଏଇଟା ମୌଳିକ ଅଧିକାର ଥିଲା, ତା ସ୍ୱାମୀ ତାକୁ ଭରଣ ପୋଷଣ କରିବ, କିନ୍ତୁ ସେ ଜିନିଷଟା ହେଲା ନାହିଁ। କାହିଁକି ହେଲା ନାହିଁ? ଯେତେବେଳେ ରାଜୀବ ଗାନ୍ଧୀ ସରକାର ଥିଲେ, ଯିଏକି ରାଜୀବ ଗାନ୍ଧୀ ସରକାର ସମ୍ବିଧାନର କେସ୍ଟିକୁ ପାର୍ଲିଆମେଣ୍ଟରେ ଯାଇକି ଚେଞ୍ଜ କରିଦେଇଥିଲେ, ଯାହାଫଳରେ ହିନ୍ଦୁମାନେ ବହୁତ ମାତ୍ରାରେ ରାଗିଥିଲେ, କହିଥିଲେ ଯେ ଏଇଟା ଗୋଟେ ମୁସଲିମ ତୁଷ୍ଟିକରଣ ଜିନିଷ ହେଲା। କାହିଁକିନା ଯଦି ସେ ସ୍ତ୍ରୀ ଲୋକକୁ ନ୍ୟାୟ ମିଳିବା ପାଇଁ ଚାହୁଁଥିଲା, ହିନ୍ଦୁମାନେ ବି ଚାହୁଁଥିଲେ, ସମସ୍ତେ ଚାହୁଁଥିଲେ, କିନ୍ତୁ ଯେହେତୁ ଏଇଟା ମୁସଲିମଙ୍କର ମାନେ ଖିଲାଫରେ ଅଛି, ସେ ଜିନିଷଟାକୁ ରାଜୀବ ଗାନ୍ଧୀ କ'ଣ କଲେ ନା, ସେ ଇମ୍ପୋର୍ଟାନ୍ସ ଦେଲେ ମୁସଲିମକୁ ଆଉ ଏ ଜିନିଷଟାକୁ ଯାଇକି ସମ୍ବିଧାନର ସେ ଲଟାକୁ, ଆଇନଟାକୁ ବନ୍ଦ କରିଦେଲେ, ଯାହାଫଳରେ ସେ ତା ପ୍ରାପ୍ୟ ପାଇପାରିଲାନି। ଏହି ସମୟରେ କ'ଣ ହେଲା ନା, ହିନ୍ଦୁମାନେ ବହୁତ ମାତ୍ରାରେ ରାଗିଗଲେ, କହିଲେ ଯେ ସରକାର ମୁସଲମାନଙ୍କ ସପକ୍ଷରେ ସବୁ କାମ କରୁଛି, ଆମମାନଙ୍କ ସପକ୍ଷରେ କିଛି କାମ କରୁନି। ଏମିତି ସିଚୁଏସନ୍ ପରେ 6 ଫେବୃଆରୀ 1986ରେ ମୁସଲିମ ମାନେ ମିଶି ବାବରି ମସଜିଦ ଆକ୍ସନ୍ କମିଟି ଗୋଟେ ବନେଇଥିଲେ, ଯେଉଁଟାକି ପର୍ଟିକୁଲାର ବାବରି ମସଜିଦ ଉପରେ ଫୋକସ୍ କରାଯିବ ଆଉ ତାର ଯେଉଁ ଜାଗାଟା ଅଛି ସେ ଜାଗାଟାକୁ ସେମାନେ କେମିତି ନିଜ ଅକ୍ତିଆରକୁ ଆଣିବେ। କାହିଁକିନା ସେଠି ସେ ସମୟରେ ନମାଜ ପଢ଼ିବା ବନ୍ଦ ବି ହୋଇଯାଇଥିଲା। ଯେତେବେଳେ ରାଜୀବ ଗାନ୍ଧୀ ଦେଖିଲେ ଯେ ମୁସଲମାନମାନଙ୍କ ବିରୁଦ୍ଧରେ ହିନ୍ଦୁମାନେ ରାଗି ଯାଇଛନ୍ତି, ସେତେବେଳେ ସେ ଆଉ ଗୋଟେ ଗେମ୍ ଖେଳିଲେ। ସେ କ'ଣ କଲେ ନା, ଯେ ମନ୍ଦିର ଭିତରେ ପୂଜା ଅର୍ଚ୍ଚନା ପାଇଁ ଗେଟ୍ ଖୋଲିଦେଲେ, ଯେ ହିନ୍ଦୁମାନେ ଯାଇକି ପୂଜା ଅର୍ଚ୍ଚନା କରିପାରିବେ। ଆଚ୍ଛା, ଲାଲକୃଷ୍ଣ ଆଡଭାନୀ ସୋମନାଥରୁ ଅଯୋଧ୍ୟା ପର୍ଯ୍ୟନ୍ତ 10,000 କିଲୋମିଟର ରଥଯାତ୍ରା ତିଆରି କରିଥିଲେ, ଯାହାଫଳରେ ସେ ବିହାରର ସମସ୍ତିପୁରରେ ତାଙ୍କୁ ଆରେଷ୍ଟ କରି ନିଆଗଲା। ଯେତେବେଳେ ବିହାରରେ ଲାଲୁ ପ୍ରସାଦଙ୍କ ସରକାର ଥିଲା, ସମାପନ ଦିନ ଅଯୋଧ୍ୟାରେ ମୁଲାୟମ ସିଂଙ୍କର ଯେଉଁ ସେତେବେଳେ ସେ ଚିଫ୍ ମିନିଷ୍ଟର ଥିଲେ ମୁଲାୟମ ସିଂ, ସେହି ସମୟରେ ଯେଉଁ ଫାୟାରିଂ କେସ୍ଟା ବାରମ୍ବାର କୁହାଯାଏ ଯେ ରାମ ଭକ୍ତଙ୍କ ଉପରେ ଗୁଳି ଚଳା ହେଇଥିଲା, ଯେତେବେଳେ ସେ ରଥଯାତ୍ରା ସମାପନ ଦିନ ଥିଲେ, ତ ବହୁତ ଲୋକ ଯାଇକି ପହଞ୍ଚିଗଲେ ଅଯୋଧ୍ୟାରେ, ଯାହାଫଳରେ ସେଠି ଭିଡ଼ କଣ୍ଟ୍ରୋଲ କରିହେଲାନି। ଆଉ ସେହି ସମୟରେ ମାନେ ମୁଲାୟମ ସିଂଙ୍କ ସରକାର ପୋଲିସକୁ ଇନଷ୍ଟ୍ରକ୍ଟ କଲା ଯେ ଗୁଳି ଚଲାଅ ବୋଲି, ଯାହାଫଳରେ ବହୁତ ଗୁଡ଼ାଏ ରାମ ଭକ୍ତ ସେଠି ପ୍ରାଣତ୍ୟାଗ କରିଥିଲେ। କେବଳ ତାପରେ ଆସିଲା ସେଇ ଦିନ ଯେଉଁଦିନ ଢାଞ୍ଚା ଗଢ଼ା ହେଲା, ଯେଉଁଟାକି ସୌର ଦିବସ ବି କହୁଛନ୍ତି କିଛି ଲୋକ କଳା ଦିବସ ବି କହୁଛନ୍ତି। ମୁଖ୍ୟତଃ ସେଇ ଦିନରେ କ'ଣ ହେଇଥିଲା ଯେ ଯେତେବେଳେ ୟୁପିର ଚିଫ୍ ମିନିଷ୍ଟର ଥିଲେ କଲ୍ୟାଣ ସିଂ ଆଉ ଆମର ପ୍ରାଇମ୍ ମିନିଷ୍ଟର ଥିଲେ ପିଭି ନରସିଂହ ରାଓ, ପାଖାପାଖି 2 ଲକ୍ଷ ଲୋକ ଅଯୋଧ୍ୟାରେ ପହଞ୍ଚିଥିଲେ। ପ୍ରଥମ କ'ଣ ହେଲା ନା, 1:55 ସମୟରେ ପ୍ରଥମ ଗୁମ୍ବଦକୁ ଭାଙ୍ଗିଥିଲେ। ସେକେଣ୍ଡ 3:30 ସମୟରେ ଦ୍ୱିତୀୟ ଗୁମ୍ବଦକୁ ଭଙ୍ଗା ହେଇଥିଲା।
आउ थार्ड 5टा बेलू पाखापाखि 3टा गुंबद को भांगी दि जाइतिला जोटाकि तांकर जोटाकि बाबरी मस्जिद बोली जोटा कहती सेटा 6 डिसेम्बर 1992 मसीहा दिन से इनसीडेंट होता से भी बहुत लोक भिड़ होते बहुत लोकों भितर जनाक्रोश थिला से आक्रोशटा को से माने देश विदेश सबू भक्त राम ना नहीं राम को जय जयकार कर जाकि पहुँचले आउ से मस्जिद को भांगी देते दंगारे पाखापाखि 1000 लोकंर प्राण जाइतिला तापर परे मुंबई रे भी दंगा हला सेठी पाखापाखि 900 लोकंर प्राण गला तापर परे गुजरात भी जो गोधरा कांड कहती जो राम भक्त मैंने ट्रेन फेरुले निया लगिगला से जिनस भी सेठी होता तेणुक केवल आप चिंता करूँ मंदिरटी केते लोक प्राणर आहुति देते आज आपण बोध से तार मूल्य बुझीपारती न बुझीपारती कहीं से जिनसा जो आमर जेजेबापा समय आम बापा माने जो मैंने से जिनसा को फिल कर रामंकर प्रति लोकंर आवेग कौन उद्दीपना कौन कौन से राम प्रति से भक्तिटा कौन। अच्छा आउ गोटे कथा आप चिंता कर देखूँ एटा टीवी भी आप बारंबार शुणी जे सबु धर्मर जे आराध्य अच्छी जन्मस्थान में किसी ना कि लोक जाकि प्रेयर कर जन्मस्थान किंतु श्रीराम को भली मर्यादा पुरुष भारत भली हिंदू बहुल देश में जब जन्मस्थान में गोटे मंदिर ना स्वेच्छाकृत भाव अन्य पक्ष अपोज भी करार नाला किंतु ये जिनसा जेहेतु पॉलिटिकल माने फायदा बहुत लोक दौला से जिनसा धीरे धीरे बढ़ी बढ़ी चलता। अच्छा तापर आसला अटल बिहारी वाजपेयी गवर्नमेंट सेतोळे आसला सेतोळे भी राम मंदिर विषय बारंबार अटल बिहारी वाजपेयी भी चर्चा करती बीजेपी भी बहुत मात्रा रे तांकर जो इलेक्शन मैनिफेस्टो भी से जिनसा को फोकस करे जे आमे राम मंदिर निश्चित भाव बनइबू बीजेपी एटा आरंभ थिला से समय माने विश्व हिंदू परिषद सहित हो संघ सहित हो मिसी तांकर आरंभ माने मुंड भितर चिंताधारा थिला जे आमे राम मंदिर निश्चित भाव बनइबू तापर आसला समय जेतोळे ए केस जाकि सुप्रीम कोर्ट रे पहुँचला सेतोळे कौन है ना सेतोळे एएसआई आर्कोलॉजिकल सर्वे ऑफ इंडिया को दायित्व मिला जे सी जाकि सर्वे करेंगे आउ रिपोर्ट देवे जे एक्चुअली सेठी मंदिर थिला ना मस्जिद। अच्छा परवर्ती समय सर्वे जेतोळे हैला तापर कौन है ना राम जन्मभूमि ट्रस्ट को आउ सुन्नी वक्फ बोर्ड को आउ निर्मोही आखाड़ा को जगटा को 3 भाग में प्रथम थर पर विभक्त करागला जे समस्त अधा 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 पाइब जेजा जेजा तुम तुम ठाकुर पूजा कर तुम तुम ठाकुर पूजा कर जगह सेमती 3 भाग में डिवाइड हो किंतु सेतोळे ना हिंदू पक्ष राजी है ना मुस्लिम पक्ष राजी है तो 3 भाग में विभक्त करने कहला किंतु सेटा को कहीं राजी है परवर्ती अवस्था कौन है ना 2019 मसीह सुप्रीम कोर्ट राम जन्मभूमि ट्रस्ट तैयारी कले कहीं जो से सर्वे है सर्वे से मैंने देखिले जे जो गात खोलिला बेलू तार जो खुंट बाहर तार जो माने कारुकार्य बाहर सबू हूँ हिंदू धर्म सहित जड़ित जदि सबू जिनस हिंदू धर्म सहित जड़ित ताहले मस्जिद भीतर तो कौन ठाकुर देवादेवी खुंटे पत्थर तो केवे मिछ कहबनी ना पत्थर तो भरबनी भांगबनी से समक्रमे जी लीन हो जाइए तार कारुकार्य तार जो से ऐतिहासिक मैंने देखिले माने आर्कोलॉजिकल सर्वे वाला देखिले जे ना ये जिनसटा एक्चुअली कौन से पर्टिकुलर कौन है ना से रायटी संपूर्ण रूपे हिंदू मान पल्लार भारी पड़ा ता सहित बहुत लोकंर अच्छा बहुत लोक माने लयर अच्छा बहुत ब्राह्मण माने अच्छा बहुत पूजारी माने अच्छा बहुत मुनि ऋषि माने अच्छा जो माने निज निज वे रे ये जिनसटा को प्रमाणित करने बहुत गुड़ाए प्रमाण भी माने दिगला जोटी वेद उपनिषद प्रमाण कोर्ट मागिला ताकू दिगला जे सेठी राम जन्म होते बोली एमती संकट आसला जो लोक माने सेटा को मना कर दे राम जन्म ही ना रामंकर अस्तित्व नथिला भाया स्टेटमेंट भी बहुत लोग देते परवर्ती समय जहाँ से रामंकर आशीर्वाद रे 5 फेब्रुआरी 2020 रे ट्रस्ट गठन है मंदिर पर आ मंदिर निर्माण कार्य स्टार्ट हो फाइनाली एतिकी जिनस हैला परे फाइनाली 2024 मसीहा 22 तारिख दिन राम जन्मभूमि शिलान्यास होची हिंदू मानकर जो व्याकुलता थिला पूर्वरे एते लोक एते समय धरी
ଯେଉଁ ଆଶା ଓ ଆକାଂକ୍ଷାରେ ଅପେକ୍ଷା କରିଥିଲେ ଯେ ରାମଙ୍କର ଜନ୍ମ ମାଟିରେ ତାଙ୍କର ଗୋଟେ ଭବ୍ୟ ମନ୍ଦିର ହେଉ, ଯେଉଁ ମନ୍ଦିରରେ ମୁଁ ପୂଜା କରିବା ପାଇଁ ମୁଁ ଗୋଟେ ସ୍ଥାନ ପାଇବି, ଯେ ମୁଁ ଏଇଠିକି ଗଲେ ରାମଙ୍କୁ ଦର୍ଶନ ପାଇବି। ସେଇ ଯେଉଁ ଇମୋସନ୍, ସେଇ ଯେଉଁ ମାନେ ନିଜ ମନ ଭିତରେ ଥିବା ଭକ୍ତିର ଶକ୍ତି ଆଜି ତାର ପରାକାଷ୍ଠା ଦେଖେଇଲା। ଇତିହାସ ତାକୁ ପୁଣି ଆଉ ଥରେ ନିଜକୁ ପୁନରାବୃତ୍ତି କରାଇଲା ଯେ ସେ ଲୁଚି ରହିଥିବା ଜାଗାଟିକୁ ଯେତେବେଳେ ଖୋଳାଗଲା, ସେତେବେଳେ କେବଳ ରାମଙ୍କର ହିଁ ଚିତ୍ର ବାହାରିଲା ତା ଭିତରେ ହିନ୍ଦୁ କାରୁକାର୍ଯ୍ୟ ବିଶିଷ୍ଟ ଏତେ ଜିନିଷ ବାହାରିଲା ଯେ ସୁପ୍ରିମକୋର୍ଟ ବାଧ୍ୟ ହେଲା ଯେ ଏ ଜିନିଷଟାକୁ ଡିସିସନ୍ ଦେବା ପାଇଁ। ଆଉ ତା ସହିତ ବିଜେପିର ଏଠି ବହୁତ ବଡ଼ ଭୂମିକା ଅଛି, ସେଟାକୁ ଆଉ କେହି ଇଗ୍ନୋର ବି କରିପାରିବେନି। କାହିଁକିନା ସେମାନେ ଡେ ଫାଷ୍ଟରୁ ଲାଗିଛନ୍ତି ଏ ଜିନିଷଟାକୁ ସକ୍ସେସ୍ କରିବା ପାଇଁ। ତା ସହିତ ବହୁତ ମୁନି ଋଷିଙ୍କର ତପସ୍ୟାର ଫଳ, ବହୁତ ହିନ୍ଦୁ ଆଉ ରାମ ଭକ୍ତମାନଙ୍କର ତପସ୍ୟାର ଫଳ, ବହୁତ ହିନ୍ଦୁ ଭକ୍ତ ଯିଏକି ନିଜ ଜୀବନ ଉତ୍ସର୍ଗ କରିଦେଇଛନ୍ତି, ସେମାନଙ୍କ ପରିବାର, ସେମାନେ ନିଜେ, ସେମାନଙ୍କର ତପସ୍ୟାର ଫଳ ଆଜି ଫୁଟିବାକୁ ଯାଉଛି। ଧୈର୍ଯ୍ୟ ସହିତ ଦେଖନ୍ତୁ, ଭବିଷ୍ୟତରେ ରାମ ସମସ୍ତଙ୍କୁ ଖୁସିରେ ରଖିବେ ଆଉ ରାମ ରାଜ୍ୟର ସ୍ୱପ୍ନ ଦେଖୁଥିବା ଲୋକମାନଙ୍କୁ ମେ ବି ପୁଣି ରାମ ରାଜ୍ୟ ପୁଣି ଫେରି ପାଇବେ ସେମାନେ। ଏତିକି ଥିଲା ଏ କାହାଣୀ ନୁହେଁ, ଏତିକି ଥିଲା ଏ ଇତିହାସ। ଏ ଇତିହାସ ବିଷୟରେ ମୋର ଇଚ୍ଛା ହେଲା କାହିଁକି ଆପଣମାନଙ୍କ ସହିତ ମାନେ ସେୟାର କରିବା ପାଇଁ, ତ ମୁଁ କରିଦେଲି। ଯଦି କିଛି ଭୁଲ ତ୍ରୁଟି ଥିବ କ୍ଷମା ମାଗିବେ ଆଉ ମୋ ଚ୍ୟାନେଲଟିକି ଲାଇକ୍ ଆଉ ସବସ୍କ୍ରାଇବ୍ କରିଦେବେ। ଦେଖା ହେବ ପୁଣି ଆଉ ଗୋଟେ ଭିଡ଼ିଓରେ। ଜୟ ସୀତାରାମ।